ଭାବରେ ଭଦ୍ରକ ସମାଜରେ ବିଶେଷକରି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ନିଜ ନିଜର ମତ ବ୍ୟକ୍ତ କରିବାର ଅଧିକାର ଅଛି। ତା ଅର୍ଥ ନୁହଁ ଯେ ମୁଁ ଆପଣମାନଙ୍କ ପରିବାର ବିଷୟରେ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସାଧାରଣ କହିବି ଆଉ ଅଭଦ୍ରଚିତ ବ୍ୟବହାର କରିବି। ସିଏ ଗୋଟେ ସାଂସଦ, ପଛେ ପରୋକ୍ଷ ଭାବରେ ହୁଅନ୍ତୁ, କାହା ଦୟାରେ ହୁଅନ୍ତୁ, ସାଂସଦ ନା, ଜଣେ ସାଂସଦ ଯାହାକୁ ସାଂସଦ ରତ୍ନ ହିସାବରେ ସ୍ୱୀକୃତ କରିଛି, ଥରେ ନୁହଁ 4 ଥର। ତେଣୁକରି ତାଙ୍କ ପ୍ରତି ଏପରି ଅଶୋଭନୀୟ ଆଚରଣ ସଭ୍ୟ ସମାଜରେ ଆଦୌ ବରଦାସ୍ତ ନୁହେଁ। ତେଣୁକରି ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ତରଫରୁ ଆଜି କଲେଜ ଛକରେ ଗୋଟେ ବଡ଼ ଧରଣର ବିକ୍ଷୋଭ ହୋଇଥିଲା ଏବଂ ଏ ବିକ୍ଷୋଭ ମାଧ୍ୟମରେ ଆମେ ମଧ୍ୟ ତାଙ୍କ ଦଳର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଆହ୍ୱାନ କରୁଛୁ, ଯଦି ଆପଣ ବଦନାମୀରେ ବିଶ୍ୱାସ କରନ୍ତି, ଭଦ୍ର ସମାଜକୁ ସ୍ୱୀକାର କରନ୍ତି, ତାହେଲେ ତାକୁ ଦଳରୁ ବହିଷ୍କୃତ କରନ୍ତି। ତାହେଲେ ସବୁ କ୍ଷେତ୍ରରେ ଆପଣଙ୍କୁ ବିରୋଧ କରାଯିବ ଏବଂ ଯେମିତି ଆପଣମାନେ ଅସମ୍ମାନିତ କରିଛନ୍ତି ଜଣେ ସାଂସଦ ରତ୍ନଙ୍କୁ, ତାର ଅନୁରୂପ ଅବସ୍ଥା ଆପଣମାନଙ୍କୁ ଭୋଗିବାକୁ ପଡ଼ିବ। ଶୁଣନ୍ତୁ, ଗୋଟେ ଯୁବ ନେତୃତ୍ୱ ତାର କ'ଣ ଅଖାବିରି ଅଛି ନ ଅଛି ସେ ଅଲଗା କଥା। ସେ କ'ଣ କରିପାରିବ? ବହୁତ ଲୋକ ଘରେ ବସି ସୋସିଆଲ ମିଡ଼ିଆରେ ବଡ଼ ବଡ଼ କଥା କହନ୍ତି, ବାହାରକୁ ଆସିଲେ ଲୋକ ଦେଖିଲେ ଥରନ୍ତି। କିନ୍ତୁ ଗୋଟେ ସାଂସଦ, ରାଜ୍ୟସଭା ସାଂସଦ, ଉଚ୍ଚ ସାଧନର ସାଂସଦ, ତାର ଗୋଟେ ବଦନାମୀ ରହିବା ଦରକାର। ତାକୁ ଯଦି ଆମର ସମସ୍ତ କାର୍ଯ୍ୟକର୍ତ୍ତା ସେମିତି ସୋସିଆଲ ମିଡ଼ିଆରେ ବ୍ୟବହାର କରନ୍ତି, ତା ଚରିତ୍ରକୁ ନେଇ ଆକ୍ଷେପ କରନ୍ତେ, ତା ବାପା ମାଆଙ୍କୁ ନେଇ ତାର ବ୍ୟକ୍ତିଗତ ଚରିତ୍ର ଆକ୍ଷେପ କଲେ, ଏଇଟା କ'ଣ ସୁନ୍ଦର ହେବ ଗୋଟେ ସଭ୍ୟ ସମାଜରେ?